समस्त जय जगन्नाथ आउ एक्चुअली ये भिडियोटारे कमेंट दबा कि किसी कहवा पूर्व प्लीज रिक्वेस्ट कि पूरा भिडियोटा देखंतु तापर लास्ट रे अपन कमेंट दंतु। थैंक यू भाई। भाई मॉर्निंग हाँ भाई को भाई मॉर्निंग भाई मणि भाई गुड मॉर्निंग को भाई बोले भाई एक्चुअली कौन की चैनल सिस्टम रे बाइक नहीं था एक्चुअली कौन फॉल्ट देखला कौन नहीं कौन कहले ମୁଁ एक्चुअली कौन सा जिसरा ହେଇଥିଲା ସେଇ ସିନ୍ ରେ ଯେ ଆପଣ ପଚାରିଲେ ପ୍ଲସ୍ ଆପଣ ଟିକେ କିଛି ଟିପ୍ସ ଦେଇଥାନ୍ତେ କି ଅଲ୍ ଓଭର୍ ଓଡ଼ିଶା ପାଇଁ ଯେ ପିଲାମାନଙ୍କ ପାଇଁ ନିହାତି ଭାବରେ ଦବା ଭାଇ ଅଧିକା ସ୍ପ୍ରେଡ୍ ହେଉଛି ନା ତାକୁ ହେଇଗଲା କାହିଁକିନା ଆମେ ପୁଣି ପରପିଟାକୁ ଚେଞ୍ଜ କରିବା ପାଇଁ ଆଗକୁ ଗରମ ଶୁଣନ୍ତୁ ଯାହା ହେଇଗଲା ବର୍ତ୍ତମାନ ୟୁଟ୍ୟୁବ ରେ ବି ଯୋଉ ୟୁଟ୍ୟୁବ ବାଲା ମୁଁ ତାଙ୍କୁ କହୁଛି ସେ ମୋ ଟିକେ ଇଣ୍ଟରଭ୍ୟୁ ନେବା ପାଇଁ ସେଦିନ ଆସିଥିଲେ ମୁଁ କହିଲି ଶୁଣନ୍ତୁ ଏଇନା ମୁଁ ଇଣ୍ଟରଭ୍ୟୁ ଗୋଟେ ଦେବି ତମକୁ ଫେସ୍ ଟୁ ଫେସ୍ ଇଣ୍ଟରଭ୍ୟୁ ଗୋଟେ ଦେବି ଆପଣ ମୋଠୁ ନେବେ ତାଙ୍କଠୁ ନେବେ ସେକେଣ୍ଡ ପାର୍ଟିଠୁ ନେବେ ଦିଟା ପାର୍ଟି ନେବେ ବାଇକ୍ ନେବେ ସେଥିରେ ନେଗେଟିଭ କମେଣ୍ଟ ଆସିବ ପଜିଟିଭ କମେଣ୍ଟ ଆସିବ ଦିଟା କମେଣ୍ଟ ଆସିବ ତ ଜିନିଷଟା ବର୍ତ୍ତମାନ ଅଧିକାରୁ ଅଧିକା ବଢି ଚାଲିବ ଟିକେ ପ୍ରକାଶ ହ୍ୟାଲୋ ଅଧିକାରୁ ଅଧିକା ବଢି ଚାଲିବ ମାନେ ନେଗେଟିଭ କମେଣ୍ଟ ଆସିବ ପ୍ଲସ୍ ପଜିଟିଭ କମେଣ୍ଟ ଆସିବ ତ ଏଇ ଜିନିଷଟାକୁ ଆମେ ଏତେ ମାନେ ଆଗକୁ ବଢେଇବା ଅପେକ୍ଷା ଏତିକିରେ କ୍ଲୋଜ କରିଦବାଟା ଭଲ। ସେଇଟା ହଉଛି କଥା ଭଲ। ବର୍ତ୍ତମାନ ଡେଟରେ ଆପଣ କହୁଛନ୍ତି ଯେ ଏଇ ଯୋଉ କମ୍ପିଟିସନ ଜିନିଷଟା ଭଲ ନୁହେଁ। ମୁଁ ତ ପ୍ରଥମେ ମାଲିକ ହିସାବରେ କହିବି କମ୍ପିଟିସନ ଟା ଭଲ ଜିନିଷ ନୁହେଁ। ଆପଣ ଯେତେବେଳେ ରିସିଭ କାଟୁଛନ୍ତି ମୁଁ ବି ଯେତେବେଳେ ରିସିଭ କାଟିଥିଲି ସେ କର୍ଣ୍ଣପୁର ପ୍ରୋଗ୍ରାମ ପାଇଁ ମୁଁ ସିଙ୍ଗଲ ପ୍ରୋଗ୍ରାମ କାଟିଥିଲି ନୁହେଁ କି ମେଲଣ ପ୍ରୋଗ୍ରାମ କାଟିଥିଲି କି ଲାଇନ ପ୍ରୋଗ୍ରାମ କାଟିଥିଲି ମୁଁ ସିଙ୍ଗଲ ପ୍ରୋଗ୍ରାମ କାଟିଥିଲି। ଆପଣଙ୍କୁ ମୁଁ ଗୋଟେ ଅଡିଓ କ୍ଲିପ ଶୁଣଉଛି ବର୍ତ୍ତମାନ ଆପଣଙ୍କ ଅଡିଓ କ୍ଲିପ ଟା ମୁଁ ପଠେଇଦେବି ଆପଣ ଦେଖିବେ ଶୁଣିବେ ଅଛି ମୋ ପାଖରେ ଆପଣଙ୍କୁ ଅଡିଓ କ୍ଲିପ ଟା ଦଉଛି। ମୁଁ ତାଙ୍କୁ 3 ଦିନ 4 ଦିନ ପୂର୍ବରୁ ମୁଁ ଯେହେତୁ ଶୁଣିବାକୁ ପାଇଲି କମ୍ପିଟିସନ କରିବେ ବୋଲି ମୁଁ ତାଙ୍କୁ ଫୋନ କଲ ରେ ପଚାରିଲି କହିଲି ଭାଇ ଆପଣଙ୍କର କମ୍ପିଟିସନ କଲ କି ସେ ମତେ କହିଲେ ନାହିଁ ଭାଇ ଆମର କମ୍ପିଟିସନ କଲ ନୁହେଁ ଫାଷ୍ଟ ହଁ କଲେ ମୁଁ କହିଲି ଦେଖନ୍ତୁ ଆପଣ ଯଦି କମ୍ପିଟିସନ କଲ କରିବେ ଆପଣ ମତେ ସିଙ୍ଗଲ କଲ ପାଇଁ କାଟିଛନ୍ତି ମୁଁ ଫେୟାର ଅଧିକା ନେବି। ମୁଁ ତାଙ୍କୁ କହିଲା ପରେ ସେ ମତେ ଡାଇରେକ୍ଟ ମନା କଲେ ଯେ ଆମର କମ୍ପିଟିସନ କଲ ନାହିଁ ଆମର କମ୍ପିଟିସନ କଲ ଦରକାର ନାହିଁ ଆମର ଲାଇନ ରେ ପ୍ରସେସନ ଯିବ ଲୋକ ଶୁଣିବେ। ତାପରେ ମୁଁ ଯୋଉଦିନ ପ୍ରୋଗ୍ରାମ ଥିଲା ଆପଣ ବି ଦେଖିଥିବେ ଅଲଗା ଯେକୌଣସି ସାଉଣ୍ଡ ସବୁ ଯାଇଥିଲେ କିଏ ଦିନ 2ଟାରୁ କିଏ ଦିନ 3ଟାରୁ କିଏ ଦିନ 11ଟାରୁ ମୁଁ ଟାଇମ ଟା ତ କହିପାରିବିନି ଆପଣ ୟୁଟ୍ୟୁବ ରେ ଦେଖିକିନା ଜାଣିପାରିବେ କୋଉ ଟାଇମ ରୁ ସେ ଯାଇଛନ୍ତି। ମୋର ଟାଇମ ଥିଲା ଆଜ୍ଞା 5ଟା ମୁଁ 5ଟାରେ ପହଞ୍ଚିଛି କାହିଁକି ନା ମୁଁ ଜାଣିଛି ମୋର ଅଲଗା କିଛି ଲାଗିବନି ଗଲେ ମୁଁ ଡିଜି ଷ୍ଟାର୍ଟ ମାରିବି ଗୀତ ବଜେଇବି। ଯେହେତୁ ମୁଁ ଜାଣିବାକୁ ପାଇଲି ଘଣ୍ଟେ 1.5 ଘଣ୍ଟା ପୂର୍ବରୁ ମତେ ଖବର ଆସିଲା ଯେ ଭାଇ ସେ କମ୍ପିଟିସନ ପାଇଁ ଗାଡିରେ ଏତିକି ଜିନିଷ ଧରିକିନା ଆସିଛନ୍ତି ନିହାତି ଜଣା ପଡିଯିବ ଦେଖନ୍ତୁ ନିହାତି ଜଣା ପଡିଯିବ ଯେ କଣ ହବ। ମୁଁ ବାଧ୍ୟରେ ମୁଁ ଗାଡି ଆସିଲାନି ମୁଁ ପଛରେ ଗୋଟେ ଗାଡିରେ ଲୋଡ କରେଇ ମୁଁ ବାଧ୍ୟରେ ଲେଟ୍ ହେଲା ପହଞ୍ଚିଲା ବେଳକୁ ମୁଁ 5:15 ପହଞ୍ଚିଲି ଫିଲ୍ଡ ଉପରେ ଯିବାକୁ ବାଧ୍ୟ କାହିଁକି ନା ଦେଖନ୍ତୁ ଆପଣଙ୍କର ଅପୋଜିଟ ପାର୍ଟି ଜଣେ ଯଦି ଧରିକିନା ଯାଉଛନ୍ତି ଆପଣ ସେଠି ଆପଣଙ୍କର ଇଜ୍ଜତ ଟାକୁ ଦେଖିବେ। ଆମେ ତ କମ୍ପିଟିସନ ମୋଟିଭରେ ନଥିଲୁ ନହେଲେ ଆଗରୁ ଆମେ ପ୍ରିପାରେସନ ହେଇଥାନ୍ତୁ ନା ଆମେ ଦିନ 2ଟାରୁ ଯାଇକିନା 3ଟାରୁ ଯାଇକିନା ବସିଥାନ୍ତୁ କମ୍ପିଟିସନ ପାଇଁ। ଯୋଉମାନେ କମ୍ପିଟିସନ କରିବା ପାଇଁ ଚାହିଁବେ ସେ ଦିନ 2ଟା 3ଟାରୁ ଯାଇକିନା ସେଟଅପ ରେଡି କରିକିନା ବସିବେ। ଆପଣଙ୍କର ଯଦି କମ୍ପିଟିସନ କରିବାର ନାହିଁ ତାହେଲେ ଆପଣ ସେଇ ଜିନିଷ ଫିଲ୍ଡ ଉପରକୁ ଧରିକିନା କାହିଁକି ଯାଉଛନ୍ତି। ଯଦି ଆପଣଙ୍କର ପ୍ରୋଗ୍ରାମ 1 ନମ୍ବର ଅଛି 2 ନମ୍ବର ଅଛି 3 ନମ୍ବର ମୋର ଭାଇ ଲାଷ୍ଟରେ ଅଛି ମୁଁ ଲାଷ୍ଟରେ ରହିବି ମୋର କଣ ଦରକାର ମୁଁ ଗାଡି ସାଇଡ କନା ରଖିବା ପାଇଁ। ରାସ୍ତା ଏତେ ଅଛି ଆପଣ ଭିଡିଓରେ ଦେଖୁଥିବେ ଯେ ରାସ୍ତା ଏତେ ବଡ ଚଉଡା ଅଛି ଆପଣଙ୍କର ରାସ୍ତା ଚଉଡା ଅଛି ଗୋଟେ ଗାଡି ଡିଜେ ଗାଡି ଯାଇକିନା ସାଇଡ କି ଡେଣା ମେଲେଇଲେ ବି ଆହୁରି ଗୋଟେ ଗାଡି ଯାଇପାରିବ। ଆପଣ ଏତେ ସାଇଡ କନା ରଖିବା ମାନେ କଣ କମ୍ପିଟିସନ କରିବା ପାଇଁ ରଖିଛନ୍ତି। ଯଦି ଆପଣ କହିବେ ଯେ ନାଇଁ ମୋ ଗାଡି ଦବିଗଲା ଆପଣଙ୍କ ଗାଡି ଦବିବାର କାରଣ କାହିଁକି ପିଚୁ ରୋଡରୁ ଆପଣ କାହିଁକି ତଳକୁ ଖସେଇବେ ଆପଣ ପ୍ରୋଗ୍ରାମ କରି ଯାଇଛନ୍ତି ନା କମ୍ପିଟିସନ କରି ଯାଇଛନ୍ତି।
ହଁ ହଁ ସେଟା ତ ଭାଇ ହବା କଥା actually ଭାଇ ପ୍ରଥମ କଣ କି କଥା ସେଇ ସବୁ ଭିତରକୁ ଗଲେ ତ କଣ୍ଟ୍ରୋଭର୍ସି ଆହୁରି ଭାଇ ବଢିଯିବ ମୋ ହିସାବରେ କାହିଁକି ନା ତ ମୋର ଏତିକି ଭାଇ କ୍ୱେଶ୍ଚନ ଥିଲା କି ଯୋଉ ଆମେ ଏଇ ଯୋଉ ସିମ୍ପଲି ୱାର୍ଡ ଯୋଉ ଭାଷା ୟୁଜ କରୁ ସେଇ ରିଲେଟେଡ୍ ନେଇକି ସେଇଟା ମୋ କ୍ୱେଶ୍ଚନଟା ଶୁଣନ୍ତୁ ହିଁ କରିଥିଲି। ଭାଷାଟା ମୁଁ ପ୍ରଥମେ କହିବି, ଆଜ୍ଞା ପ୍ରଥମ କଥା ଭାଷା ପାଇଁ ମୁଁ ବି କହୁଛି ସେଟା ଆଜ୍ଞା ଭଲ ଜିନିଷ ନୁହେଁ। କାହିଁକି ନା ଆଜି ଆମେ କର୍ଣ୍ଣପୁର ଗାଁ ହଉ କି ଯେକୌଣସି ଗୋଟେ ଗାଁ ହଉ, ଆଜ୍ଞା 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 ଆମେ ସିନା ତାଙ୍କ ଗାଁ ଭିତରେ କହିନାହାନ୍ତି, ବାହାରେ ଆମେ କହିଦେଲେ କଥାଟା ଏତେ ଲୋକ କିଛି କହିଲେନି, ଯଦି ଗାଁ ଭିତରେ ଗାଁ ଲୋକ ହିଁ ବାଡି ପକେଇବେ। ନାଇଁ ସେମିତି ଭାଇ ସିନ୍ ହେଇଛି ରିସେଣ୍ଟଲି କିଛି ଡିଜେ ଓନର ବି ଗୋଟେ ନା କହିବିନି ସେଟା ହଁ ସେ ଭୁଲ ବି ମାଗିଛନ୍ତି ଗୋଟେ ହଁ କ୍ଲବରେ। ନାଇଁ ପ୍ରଥମ କଥା ହଉଛି ଏଇ ଯୋଉ ଜିନିଷଟା ଭାଷା ଜିନିଷଟା ଭଲ ନୁହେଁ। ହଁ ଏଟା ତ ଭାଇ ଠିକ ଆପଣ କହିଲେ। ଆପଣ କହିବେ ଭାଷା ଜିନିଷଟା ଭଲ ନୁହେଁ, ମୁଁ ବି କହିବି ଭାଷା ଜିନିଷଟା ଭଲ ନୁହେଁ, କିନ୍ତୁ ଲୋକ ଭାଷା କହୁଛନ୍ତି, କିନ୍ତୁ ଯିଏ କହୁଛନ୍ତି ଭାଷାଟା ଆଜ୍ଞା ସେଟା ଭଲ ଜିନିଷ ନୁହେଁ। ଗୋଟେ ଜିନିଷ ପ୍ରଥମେ କହୁଛି ଆପଣଙ୍କୁ, ଆଜ୍ଞା ମୁଁ ଓଡିଆରେ ଗାଳି କରିଦେବି, ଆଜ୍ଞା ଲୋକ ଶୁଣିଲେ ଯେ ଓଡିଆରେ ଗାଳି କରିଦେଲି, ଆଜ୍ଞା ଚାଲିଲ ଓଡିଆ, ସେଇ ଜିନିଷଟା କଣ? ହୁଁ 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 ସେଟା ଆପଣ ହିନ୍ଦୀରେ ଗାଳି କଲେ ଏଟା ଗାଳି ନୁହେଁ। ନାଇଁ obviously ସେଇ ୱାର୍ଡ ଲାଗିଲା ମାନେ ଏଟା ଗାଳିକି ପଳେଇଲା ନା କନଭର୍ଟ ସେଟା ହେଇଗଲା। ଶୁଣନ୍ତୁ, ଆପଣ ଯେତେ ଭଲରେ ହିନ୍ଦୀରେ କହିଲେ ବି। ରାଷ୍ଟ୍ରୀୟ ଭାଷାରେ ଯଦି ହୁଡି ପାରିବେ, ହଁ ଆମେ ହଁ କାହିଁକି ଓଡିଆ ଭାଷାରେ ହୁଡି ପାରିବାନି? ହଁ କିନ୍ତୁ ହଁ ମୁଁ ବି କହୁନି ଯେ ଆପଣ ହୁଡିବା, ଆପଣଙ୍କୁ ଜଣେ ଗାଲରେ ଚାପର ମାରୁଥିବ ଆପଣ କଣ ଛାଡିଦେବେ ନା କଣ? ନାଇଁ ନାଇଁ ସେଟା ତ ସେଠି ପ୍ରତି ଉତ୍ତରଟା ଦେଇକିନା ଆପଣ ଆସିବେ, ହୁଁ ହୁଁ ସେଟା ହୁଁ କଥା ଛାଡନ୍ତୁ। ଆଜ୍ଞା ସେ ଜିନିଷ ଯାହା ଆପଣ ଫିଲ୍ଡ ସାମ୍ନା ସାମ୍ନି ହେଇଗଲା ହେଇଗଲା। ଆଜ୍ଞା ଗୋଟେ ଜିନିଷ ଆପଣ ମନେ ରଖନ୍ତୁ, ଏଇ ଜିନିଷଟା ଆଜ୍ଞା ଜଣେ କମେଣ୍ଟ କରିବା, ହୁଁ ହୁଁ ଜଣେ କମେଣ୍ଟ କରିବା ଆଉ ଜଣେ କମେଣ୍ଟ୍ରି କରିବା ଭିତରେ ଫରକ ଅଛି। ଫରକ ଅଛି ଭାଇ। ଆପଣ ଭିଡିଓରେ ଦେଖିବେ ମୋ ଗାଡି ଗଲାନି 150-200 ମିଟର, ହଁ ହଁ ଗାଡି କ୍ରସ କରନା, ଯିଏ ବି ଭିଡିଓଟା କରିଛନ୍ତି ସେ ଜୁମ କରନା କରିଛନ୍ତି, ଆପଣ ଦେଖିପାରୁଥିବେ, ଜାଣିପାରିବେ ବି, ହଁ ହଁ ଯୋଉମାନେ ବି ଶୁଣୁଥିବେ ସେମାନେ ବି ଜାଣିପାରିବେ ଯେ ଗାଡି ଗଲାଣି 150-200 ମିଟର, ଆପଣ ଭିଡିଓଟା କରିନା ଯୋଉ ଛାଡୁଛନ୍ତି ପରେ କମେଣ୍ଟ, ଧରାଯାଉ ଆମ ଗାଡିରେ ବାଜୁଥିଲା ଯେ ଗ୍ରୀନ ମ୍ୟୁଜିକ ଆଣ୍ଡ ଲାଇଟ୍ସ ହଁ କହିଲା ବେଳେ ହଁ 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 ସେ ଆମେ ସେଇଟା ଯୋଉଟା କରିଛୁ, ସମ୍ଭାଳ ଯୋଉଟା ଆମ ସେଇଟା ପର୍ସନାଲ ଗୀତଟା, ହଁ ସେଇଥିରେ ପ୍ରାଇଭେଟ ରାଇଟ୍ ଥିଲା। ଯୋଉ ଲୋକ କମେଣ୍ଟ ମାରିନା କହୁଛନ୍ତି, ହୁଁ 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 ଯୋଉ ଲୋକ କମେଣ୍ଟ ମାରିନା କହୁଛନ୍ତି ମ୍ୟୁଜିକ, ହୁଁ 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 ଏଇ ଯୋଉ ଜିନିଷଟା ଆପଣ ଶୁଣିଥିବେ, ହଁ ହଁ ସେଟା ବି ରାଣ୍ଡି ପୁଅ ଶୁଣିଲି। ଏଇ ଯୋଉ ଜିନିଷଟା କହୁଛନ୍ତି, ହଁ ହଁ ଆରେ ଭାଇ ସାମ୍ନାରେ କୁହ, ଗାଡି ଗଲା ପରେ ପଛରେ କହିଲେ ସେଟା କଣ କୁହାଯିବ? ହଁ ସେଟା କୁକୁର ଭଳିଆ, ଟୋଟାଲି କୁକୁର ଭଳିଆ ସେଟା ଭୁକିଲା ଭଳିଆ। ଶୁଣନ୍ତୁ ଗୋଟେ ହୁଁ ଜିନିଷ, ଆପଣ କମେଣ୍ଟ୍ରି କରୁଛନ୍ତି, ଜଣେ କ୍ରିକେଟ ଖେଳରେ କମେଣ୍ଟ୍ରି କରୁଛନ୍ତି, ହଁ ହଁ ଲୋକ ହଁ କମେଣ୍ଟ୍ରି ଶୁଣିକିନା ଲୋକ ତାଳି ମାରୁଛନ୍ତି, ହଁ 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 କିନ୍ତୁ ପଛରେ ଯୋଉମାନେ ଝିଅକୁ କମେଣ୍ଟ ମାରନ୍ତି ତାଙ୍କୁ କଣ କରନ୍ତି ଝିଅ ମାନେ ଜାଣିଛନ୍ତି? ବାସ୍ ବାସ୍ ସେଟା ତ ପୁରା ସେମାନେ ଜୋତାରେ ସେକନ୍ତି। ହଁ ହଁ ସେଟା ମନେ ରଖନ୍ତୁ, ସାମ୍ନାରେ ହେଲା ନାହିଁ, ଯଦି ସାମ୍ନାରେ ମୁଁ ଶୁଣିଥାନ୍ତି ସେଠି ଜୋତାରେ ସେକିଥାନ୍ତି। ହୁଁ ସେଟା ତ କଥାଟା ଭାଇ ବୁଝନ୍ତୁ, ହଁ ପଛରେ କହନ୍ତୁନି, ଯାହା କହିବେ ଆପଣ ହୁଁ ସାମ୍ନା ସାମ୍ନି। ମୁଁ ମାଲିକ, ଯଦି କିଛି ହେଇଛି, ତମ ପିଲା ଭିତରେ ଯଦି କିଛି ହେଇଛି, ଭାଇ ଏଇ ଜିନିଷଟା ଭାଇ ହେଲା ଭଲ ନୁହେଁ, ହଁ ମତେ ଓନର ମାନେ ବି କହିଥାନ୍ତ, ନିହାତି ସାଙ୍ଗେ ସାଙ୍ଗେ ଆକ୍ସନ ମତେ ନବା କଥା। କହିଥାନ୍ତ, ମୁଁ ଡାଇରେକ୍ଟ ଭୁଲ ମାଗିଥାନ୍ତି, ହଁ ହଁ ମତେ କହିଥାନ୍ତ, ମୁଁ ଭୁଲ ମାଗିଥାନ୍ତି ଯେ ମୋ ପିଲା ଯଦି ଭୁଲ କରିଛି, ଯଦି ତମର କିଛି ଭୁଲ ଅଛି ତମେ ଭୁଲ ମାଗିଥାନ୍ତ ଯେ ହଁ ନାଇଁ ଭାଇ ମୋ ପିଲାର କିଛି ଭୁଲ ଅଛି, କିନ୍ତୁ ହୁଁ ମାଲିକ ଭିତରେ ଠିକ, ପିଲା ଭିତରେ ଏଇ ସେଇଟା ଜିନିଷଟା ହିଁ ହଉଛି। କଥା ହଉଛି ପିଲା ତ ଆଜି ଡେଟରେ ମାଲିକ ଶୁଣନ୍ତୁ, ଚିହ୍ନା ଯଦି ମାଲିକଟା ଜଣେ ମାଲିକ କହିବ ଯେ ଏଇ ଜିନିଷଟା କରନ୍ତୁ ନାହିଁ, ହଁ କେବେ ବି କେହି ଗାଡିରେ ଏଇ ଜିନିଷଟା ହବନି। ମୁଁ ତ ପ୍ରଥମେ କହୁଛି, କାହିଁକି ନା ଛୋଟଠୁ ବଡ ପିଲା ପର୍ଯ୍ୟନ୍ତ ୟୁଟ୍ୟୁବ ରେ ଦେଖୁଛନ୍ତି ନା। ହଁ ହଁ ମେଲ୍ ଫିମେଲ ବୋଥ ଆର୍ ଅଛନ୍ତି ୟୁଟ୍ୟୁବରେ। ବର୍ତ୍ତମାନ ମୋ ପୁଅ ବି 6 ବର୍ଷର, ସିଏ ବି ୟୁଟ୍ୟୁବ ଦେଖୁଛି। ହଁ ହଁ ଭାଇ ଆରେ ଭାଇ ଶୁଣନ୍ତୁ, ଭାଷାଟା ମୁଁ ସିନା କହିଦେବି, ସେ ଭାଷାଟା କେତେ ଲୋକ ଦେଖୁଛନ୍ତି ସେଇ ଜିନିଷଟା ଭାବିବାକୁ ପଡିବ। ହଁ ପରେ ଭାବିଲା ବେଳକୁ ଆଉ କିଛି ନଥିବ। ମୁଁ ଭାଇ ପୂର୍ବରୁ ଭାଇ ଆକ୍ଚୁଆଲି ଅନର୍ସ ମାନଙ୍କର ବି ରିଭ୍ୟୁ ନେଇଥିଲି ଯେ ଏଜୁକେସନ ନେଇକି, ସେମାନେ ବହୁତ ସାରା ଶୁଣ ରେସ୍ପନ୍ସ ଆସିଲା କି କମ୍ପିଟିସନ ବନ୍ଦ ହେଇଯାଉ, ଏ ଜିନିଷ କରିବା ଶୁଣନ୍ତୁ, କଥା ମୁଁ ନାହିଁ। ତ ପ୍ରଥମେ କହୁଛି କମ୍ପିଟିସନ ବନ୍ଦ ହବାଟା ପ୍ରଥମ କଥା। ଆଜ୍ଞା କାହିଁକି ନା କମ୍ପିଟିସନ ଯୋଗେ ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହଉଛି, ହଁ 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 ପ୍ଲସ ଆପଣ ସେ ଯୋଉ ଟେନସନ ଡେଣା, ଯୋଉ ବଢୁଛନ୍ତି, ରାଗ ହାଇ ବଢୁଛି। ଫ୍ରିକ୍ୱେନ୍ସି ଆଉ ମିଡ୍ ଫ୍ରିକ୍ୱେନ୍ସି, ଯୋଉ ଆପଣ ଯୋଉଟା କି ସାଧାରଣତଃ ଲାଙ୍ଗୁଏଜରେ ହଁ ହଁ କହୁଛନ୍ତି ଚୁଙ୍ଗା ଲାଇନ, ଯୋଉଟା ଚୁଙ୍ଗା କହୁଛନ୍ତି ହଁ ଆମେ ହଁ ୟୁନିଟ ଲାଇନ ହଉ ୟୁନିଟ ଲାଇନ, ହୁଁ ତାକୁ ପ୍ରଥମେ ବନ୍ଦ କରିବା ନିହାତି ଦରକାର। ଆଜ୍ଞା ଆମ ଆସୋସନ ରେ ଏଇ ଜିନିଷ ପ୍ରଥମେ ହେଇଥିଲା, ବନ୍ଦ ହେଇଥିଲା, ସିଏ ବନ୍ଦ ହେଇଥିଲା। ଆପଣ ତ ରୁଲ ରେଗୁଲେସନ ହେଇଥିଲା ଆର୍ଟ ବେସ୍ ଶୁଣନ୍ତୁ, ଯୋଉମାନେ ରୁଲ ରେଗୁଲେସନ କହୁଛନ୍ତି ହେଇଥିଲା ବୋଲି, ଆଜ୍ଞା ସେଇମାନେ ହିଁ ପ୍ରଥମେ ଭୁଲ କରୁଛନ୍ତି। ଆଚ୍ଛା ଆପଣ ଦେଖନ୍ତୁ, ଆମର ଯେତେବେଳେ ହେଇଥିଲା, ମୋର ଯେତେ ଭିଡିଓ ଦେଖିବେ ୟୁଟ୍ୟୁବ ରେ, ଆଜ୍ଞା ମୋର ସେଇ ଆର୍ଟ ଥିଲା। ଆଜ୍ଞା ଆଜ୍ଞା ହଁ ସେଇ ଆର୍ଟ ଜଣେ ଦି ଜଣ ଆମ ଅନୁଗୁଳରେ, ସେଇ ଜଣେ ଦି ଜଣ ଅଳିହା କରୁଛନ୍ତି ବୋଲି ଆଜ୍ଞା ଆପଣ ଧର ଯାଉନେ ଲଗେଇବେ,
ଆପଣ ପ୍ରଥମେ ଲଗେଇବେ ମାନେ ମୁଁ ସେଇ ଫିଲ୍ଡ କୁ ଯାଇଥିବି, ଆପଣଙ୍କ ଲଗେଇବା ପାଇଁ ବାଧ୍ୟ ହେବେ। ମୁଁ ଲଗେଇବା ପାଇଁ ବାଧ୍ୟ। ତଥାପି ମୁଁ ଫିଲ୍ଡ ଉପରେ ଲଗେଇ ନଥିଲି, ଆସୋସିଏସନ କୁ ଜଣେଇଲା ପରେ ଆସୋସିଏସନ କଲେ, ମୁଁ କହିଲି ଦେଖନ୍ତୁ ଆପଣ ସେକେଣ୍ଡ ପାର୍ଟି କି କୁହନ୍ତୁ ସେ ଗାଡିରୁ ଖୋଲି ଦିଅନ୍ତୁ, ମୋର ଲଗେଇବାର ନାହିଁ। ଯଦି ଆପଣଙ୍କର ଆସୋସିଏସନ କଥା ନ ଶୁଣିବ ତାହେଲେ ମୁଁ ଲଗେଇବା ପାଇଁ ବାଧ୍ୟ ହେବି। ନହେଲେ ତ ଆପଣ ବଜେଟ ନଉଛନ୍ତି, ଆପଣ କାମ କରିବାକୁ ଯାଉଛନ୍ତି ମାନେ ତ କାହିଁକି ସେଇ ଫିଲ୍ଡ ରେ ଲୋକ କଣ କହିବେ, ଭାଇ ସିଏ ଲଗଉଛି ଆପଣ କାହିଁକି ଲଗେଇ ପାରିବେନି? ଆପଣ ତାହେଲେ ଡରୁଛନ୍ତି, ଲୋକ କହୁଛନ୍ତି, ତେଣୁକରି ସେଇଠି ମୁଁ ଲଗେଇବା ପାଇଁ ବାଧ୍ୟ। ଯୋଉମାନେ ନିୟମ କରୁଛନ୍ତି ସେମାନେ କାହିଁକି ନିୟମ ଭଙ୍ଗ କରୁଛନ୍ତି? ଆମେ ତ 8 ବେସରେ ବୁଝୁଥିଲୁ, ଆର ବର୍ଷ ଗଣେଶ ପୂଜା ହଉ, ଲକ୍ଷ୍ମୀ ପୂଜା ହଉ, ସରସ୍ୱତୀ ପୂଜା ହଉ, ବାହାଘର ସିଜିନ ହଉ, ଲୋକ ତ ବଢିଆ ପଇସା ଦଉଥିଲେ, ସେଇ 8 ବେସରେ ବି ଭଲ ଚାଲିଥିଲା। ଆପଣଙ୍କର ସାଉଣ୍ଡ ହଉନି ବୋଲି କଣ 12 ବେସ ଲଗେଇଲେ? ସେ ଜିନିଷଟା ଭଲ ନୁହେଁ। ପ୍ରଥମ କଥା ଆପଣଙ୍କୁ ଗୋଟେ ମୁଁ ଆପଣଙ୍କ ଇଣ୍ଟରଭ୍ୟୁରେ ଦେବି ଯେ କମ୍ପିଟିସନ ଟା ବନ୍ଦ କରାଯାଉ, ଆଗରୁ ଯେମିତି ଯେମିତି ଚାଲିଥିଲା ଆମର ସେମିତି ଚାଲୁ। ଯେମିତି ଆମେ ଆଗରୁ 2011 ମସିହାରୁ ଆମେ ସାଉଣ୍ଡ କଲେଣି, ଆଗରୁ ବି ସେମିତି ଚାଲିଥିଲା 8 ବେସରେ, ଭଲ ପଇସା ହଉଥିଲା ନା ନାଇଁ? ଭାଇ ପଇସା କଷ୍ଟମର ଦେବେ, ବଜାର ଦେବେ, ତାଙ୍କୁ କାମ ଭଲ ହଉ, ହାଇ ଫ୍ରିକ୍ୱେନ୍ସି ହଉ, ମିଡ୍ ଫ୍ରିକ୍ୱେନ୍ସି ହଉ, ଆମେ ଯେତିକି ଆଗରୁ ଲଗଉଥିଲେ ତାଠୁ ତ ଏବେ ଆମେ ତ ଏବେ ଅଧିକା ଲଗଉଛନ୍ତି। କାହିଁକି ଏବେ ବନ୍ଦ କରିଦଉନାହାନ୍ତି ତାକୁ? ସେଇ ଜିନିଷ ବନ୍ଦ କରିଦିଅନ୍ତୁ, କିଛି ଅସୁବିଧା ନାହିଁ। ଦିନ ଥିଲା 4 ଟପ୍ 4 ବେସରେ ବି କାମ ହଉଥିଲା। ହଁ 4 ବେସ 4 ଟପ୍ ରେ କାମ ହଉଥିଲା, କିଛି ଅସୁବିଧା ନାହିଁ। ଶୁଣନ୍ତୁ, ଆମେ କଷ୍ଟମର କୁ ଯଦି ଆମେ ସମସ୍ତେ ଏକ ହେଇକିନା ଆମେ କହିବା ଯେ ନାଇଁ ଆମର କମ୍ପିଟିସନ ହବନି, ସବୁ ସାଉଣ୍ଡ ବାଲା କହିବା ଯେ ଭାଇ ଆମେ କମ୍ପିଟିସନ କଲ୍ କରୁନାହୁଁ, କଷ୍ଟମର ସେ କାହା ସହିତ କମ୍ପିଟିସନ କଲ୍ କରିବା ପାଇଁ ନବ? କାହିଁକିନା ଭାଇ କମ୍ପିଟିସନ ଗୋଟେ ଜିନିଷ ଯାଇକି ମାନେ କ୍ଲବ ପିଲା ହଉ, ଓନର ମାନଙ୍କ ହଉ, ଅପରେଟର ହଉ, ସମସ୍ତଙ୍କ ମାନେ ଇଏରେ ମାନେ ଜିନିଷଟା ଆପଣଙ୍କୁ ମୁଁ ରେକର୍ଡଟା ଶୁଣଉଛି, ଆପଣ ଟିକେ ଶୁଣନ୍ତୁ ହେଲା। ମୁଁ ଶୁଣଉଛି, ଯୋଉଦିନ ମୁଁ କଲ୍ କାଟିଥିଲି ମୁଁ ଆପଣଙ୍କୁ କଲ୍ ରେକର୍ଡଟା ଶୁଣଉଛି, ଗୋଟେ ମିନିଟ୍ ଟିକେ ଲାଇନରେ ରୁହନ୍ତୁ। ଆପଣଙ୍କ ପାଖକୁ ପଠେଇଦେବି ବର୍ତ୍ତମାନ। ପିଲାମାନେ ବି ଶୁଣି ପାରିବେ ରେକର୍ଡଟା। ନାଇଁ ମୁଁ ଆପଣଙ୍କୁ ଶୁଣେଇ ଦଉଛି, ବର୍ତ୍ତମାନ ବି କଲ୍ ରେ ଶୁଣେଇଦେଲେ ସବୁଠୁ ବେଟର ହବ। ଆପଣଙ୍କୁ ପଠେଇଦେବି, ଆପଣ କ୍ଲିୟର ଭାବରେ ବି ଆହୁରି ଶୁଣିପାରିବେ। ହଁ ଗୋଟେ ମିନିଟ୍। ହଁ ଭାଇ ଶୁଣନ୍ତୁ, ପ୍ରଥମରୁ ଭାଇ କହୁଛି। ହଁ ଭାଇ କୁହ। ତାହେଲେ ତମର କଣ କମ୍ପିଟିସନ କଲ୍ କରିବ କି? କମ୍ପିଟିସନ କରିବା କଥା, କମ୍ପିଟିସନ କଲେ ଆସିବ ପଡିବ। ଏ ଅନୁସାରେ ମତେ ଆଗରୁ କହିଲେ ମୁଁ ଅନୁସାରେ ଜିନିଷ ନେବି। କମ୍ପିଟିସନ ଏମିତି କହିଲେ ନାଇଁ ତମର ସିଙ୍ଗିଲ କଲ୍ କାଟା ହେଇଛି ନା, ତମର କମ୍ପିଟିସନ କରିବ ଯଦି କହିଲେ ଅନୁସାରେ ମୁଁ ଜିନିଷ ନେଇକିନା ଯିବି ଏକ୍ସଟ୍ରା। ଫଙ୍କସନ କରିବନି ତ? ଲାଇଭ ଫଙ୍କସନ ହବ। ଆଗ ପଛ କୋଉଟା କ୍ରସ୍ ଫ୍ରସ୍ କିଛି ନାହିଁ ତ? ଠିକ ଅଛି, ମୁଁ ପୁରା ଲେଖିଦେବି ନା, ବ୍ୟାନର ନଉଛି, ଆମେ ବ୍ୟାନର ଲେଖିଦଉଛୁ ନୋ କମ୍ପିଟିସନ ବୋଲି ପୁରା ଗାଡ଼ିରେ ଲେଖା ହଉଛି। ଆମେ ପୁରା ଲେଖିଦବୁ ଯେ ପାର୍ଟି ପେମେଣ୍ଟ ହେଇନି, ଆମେ ନୋ କମ୍ପିଟିସନ। ହଉ ଠିକ ଅଛି। ଭାଇ ଶୁଣିଲେ ତ? ପରଫେକ୍ଟ ଜଣା ପଡିବ ଯେ ଆପଣ ପୁରା ମନା କରୁଛନ୍ତି ଏବଂ ସେମାନେ ବି ମନା କରୁଛନ୍ତି କି ନାହିଁ। ସେମାନେ ବି ମନା କରୁଛନ୍ତି। ମୁଁ ବାଧ୍ୟ ହେଲି। ଶୁଣନ୍ତୁ, ଫିଲ୍ଡ ଉପରେ ମୁଁ 5ଟା 10 ନା 15ରେ ପହଞ୍ଚିଲି। ଆପଣ ୟୁଟ୍ୟୁବ ଯୋଉମାନେ ଭିଡିଓ ଛାଡିଛନ୍ତି, ଆପଣ ଦେଖିବେ ଆମ ଭିଡିଓ ସନ୍ଧ୍ୟା ହେଲାଣି ଆମ ଗାଡି। କାହିଁକି ନା ଦେଖନ୍ତୁ, ଆପଣ ଯଦି କମ୍ପିଟିସନ କରିବା ମୋଟିଭରେ ନାହାନ୍ତି, ଆପଣ କାହିଁକି HF ଲାଇନ କି MF ଲାଇନ ମିଡ୍ ଫ୍ରିକ୍ୱେନ୍ସି ଆପଣ ଯୋଉ ଚୁଙ୍ଗା ଲାଇନ କାହିଁକି ଆପଣ ବାନ୍ଧିକିନା ଯିବେ? ତଥାପି ସେଦିନ ମୋ ପିଲା ବାଧ୍ୟରେ ଆମେ ଚୁଙ୍ଗା ଲାଇନ ବାନ୍ଧିବା ପାଇଁ ବାଧ୍ୟ ହେଲୁ। କାହିଁକି ନା ଆପଣ ଫିଲ୍ଡ ଉପରେ ଶୁଣନ୍ତୁ, ଆମର 3 ନମ୍ବର ଆମେ ଲାଷ୍ଟରେ ଅଛୁ। ଆମେ ସାଉଣ୍ଡ ବଜେଇବା ପାଇଁ ଯାଇଛୁ ଭାଇ, ଆମେ କମ୍ପିଟିସନ କଲ୍ କରିବା ପାଇଁ ଯାଇନୁ। ଲୋକ ସେଇଠି ଆପଣ ଫିଲ୍ଡ ଉପରକୁ ଗଲେ ଆପଣ ଜାଣିଥିବେ ତ, ଜଣେ ସାଉଣ୍ଡ ଓନର ହିସାବରେ ଆପଣ ଜାଣିଥିବେ ଫିଲ୍ଡ ଉପରକୁ ଗଲେ କଣ ହୁଏ, ଲୋକ କଣ କୁହନ୍ତି।
ପୁରା ଅଲଗା ଟାଇପ ର ସେ ନାହିଁ ତ ଇଏ ନାହିଁ ସେ ନାହିଁ ବହୁତ ସାରା କଥା ବାସ୍ ଅଛି ଲୋକ କହିବେ ଭାଇ କମ୍ପିଟିସନ ଅଛି କଣ ନାହିଁ ଇଏ ନାହିଁ, କିନ୍ତୁ ଲୋକ କେହି ବୁଝିବେନି ଯେ ଯିଏ ରିସିପ୍ଟ ଟା କାଟିଛନ୍ତି ତାଙ୍କ ସହିତ କଣ କଥା ହେଇଛି କଣ ଡିଲ୍ ହଁ ହେଇଛି। ହଁ ବାସ୍ ମାନେ ରିଆକ୍ସନ ଲୋକ ଟିକେ କହିବେ ବଢିଯାଏ। ଏ ଡରିକିନା ଗଲା ନାହିଁ ଡରିକିନା ହଁ ଆଣିଲା ହଁ ନାହିଁ, ହଁ ଲୋକ ବିଭିନ୍ନ ପ୍ରକାର କଥା କହିବେ, ଆଜ୍ଞା ତେଣୁକରି ଆମେ ବାଧ୍ୟ ହଉ ନବା ପାଇଁ। ହଁ ନା ଆକ୍ଚୁଆଲି ବହୁତ ସାରା କ୍ଲିପ ପଡିଯିବ ଷ୍ଟାର୍ଟିଂ ରୁ ଆକ୍ଚୁଆଲି ଷ୍ଟାର୍ଟିଂ ରୁ ଗୋଟେ କ୍ଲିପ ମୁଁ ଆପଣଙ୍କୁ କହିବି ଗୋଟେ କ୍ଲିପ ପଡିଛି ଦି ତିନିଟା କ୍ଲିପ ମୁଁ ଦେଖିଛି ହଁ ନର୍ମାଲି ତାଙ୍କ ନାଁ ବି ନବା ବି ନାହିଁ ନର୍ମାଲି ହଁ ପଡିଛି ବଡ ବଡ ୟୁଟ୍ୟୁବର ନୁହଁ ନର୍ମାଲି ହଁ ୟୁଟ୍ୟୁବର। ହଁ ତ ସେଥିରେ ଆପଣଙ୍କର ସେତେବେଳେ ପ୍ଲେ ହଉଛି ପୁରା ଷ୍ଟାର୍ଟିଂ ରୁ ସେଥିରେ ଷ୍ଟାର୍ଟିଂ ରୁ ହିଁ ଆପଣଙ୍କର ଗୋଟେ ସ୍ଲାଙ୍ଗ ଗୋଟେ ୟୁଜ ହେଇଛି ତାପରେ ହିଁ ଏଇ ଜିନିଷଟା ମତେ ଲାଗୁଛି କି ମୁଁ ଯାହା କ୍ଲିପ ଏପର୍ଯ୍ୟନ୍ତ କ୍ଲିପରେ କୋଉଟା କହିଲେ କୋଉଟା? ଗୋଟେ କ୍ଲିପ ଅଛି ଗୋଟେ କଣ କଥା କେ ଓଲା ଦେଇ ସେଇଟା କଣ ଗୋଟେ ବାଜୁଛି ତାପରେ ମାଇକିଂ ହଉଛି ଏତିକି ଅଛି। ନାଇଁ ନାଇଁ ବୁଝିପାରିଲିନି କ୍ଲିପ ରେ କଣ କହିଲେ ବୁଝିପାରିଲିନି ଆମର ମାନେ ଆମ ହଁ ସାଉଣ୍ଡ ର କ୍ଲିପ ଆଜ୍ଞା ରେ ଆଜ୍ଞା ମାନେ ଫାଷ୍ଟ ଆପଣ ଯେତେବେଳେ ଆସୁଛନ୍ତି ଏଣ୍ଟ୍ରି କରିକିନା ହଁ ହଁ ସେଟା ଜାମ୍ ଫାମ୍ ଟିକେ ଅଛି ସେଇ ଟାଇମରେ ଏଇ ଟ୍ରାକ୍ ଟା ଶୁଭୁଛି କି ଆପଣଙ୍କ ସେତେବେଳୁ ବାଜିଲା ଭଳିଆ। ଟ୍ରାକ୍ ଟା ନାଇଁ ନାଇଁ ସେଟା ତ ସେ odia.in ଯୋଉ ଗୀତ କହୁଥିଲା ଯୋଉ ସଙ୍ଗୀତ ସେଟା ଜଟିନ ଆକ୍ଚୁଆଲି ସେଟା ୟୁଟ୍ୟୁବ ବାଲା କାଟି ଦେଇଛି ହଁ 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 ଅରିଜିନାଲ ଟା ସେ ୟୁଟ୍ୟୁବ ବାଲାକୁ ମାଗିବେ ଆଜ୍ଞା ସେ ଆଜ୍ଞା ଆପଣଙ୍କୁ ଦେଇଦବ ଆପଣ ଜାଣିବେ ଫାଷ୍ଟ କଣ କହୁଛି ଆଜ୍ଞା ସେଟା ଆଜ୍ଞା ଗୀତର ଯୋଉ odia.com ନା ହଁ କଣ ହଁ ଗୋଟେ ଆଚ୍ଛା ଆଚ୍ଛା ହଁ ହଁ ସେଇ ସଙ୍ଗୀତ ଜଟିନ ହଁ ସେଇ ଜିନିଷଟା କହିକିନା ସେଟା କାଟି ଦେଇଛି। ହଁ ମାନେ ଯୋଉ ଗୀତଟା ଯୋଉଦିନ actually ବାଜୁଥିଲା ନା ଗୋଟେ ଡାଇଲଗ ବାଜୁଛି ବୋଲ ନା କୋଠେ ଗଲା ୟା ଏଭ୍ରିଥିଙ୍ଗ ଏଇ ଟାଇପ ର କଣ ଗୋଟେ ବାଜୁଛି କଣ କହିଲେ ଡାଇଲଗ ଟା? ବୋଲ ନା କୋଠେ ଗଲା କଣ ଏଇ ଟାଇପ ର ଗୋଟେ ଟ୍ରାକ୍ ଟା ବାଜୁଛି କେହି ମାଇକିଂ କରୁନାହାନ୍ତି। ନାଇଁ ନାଇଁ ବୋଲ ହଁ ଟ୍ରାକ୍ ଟା ସେଟା ହଉଛି ନାଇଁ ନାଇଁ ଭାଇରେ ମୋର ପେସେନ୍ସ ନାହିଁ ଯୋଉ ହଁ କମେଡିଆନ ହଁ ହଁ ଗୋଟେ ହଁ ଡାଇଲଗ ମାରିନି ହଁ ସେଟା ତ ଫନି ଡାଇଲଗ ଭାଇ ଏଇଟା ହଁ ଏ ଭାଇରେ ମତେ ଅମୁଲ ପାଣି ଟିକେ ଦେ ହୁଁ 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 ସେଇ ସେଟା ଜିନିଷ ତ ଟା ହଁ ଶୁଣନ୍ତୁ ସେଟା ଅଲଗା ଜିନିଷ ହୁଁ ସେଟା ତ ହୁଁ ହୁଁ ଲାଙ୍ଗୁଏଜ କିଛି ନା ନା ଲାଙ୍ଗୁଏଜ କିଛି ହେଇନି ହଁ ନାହିଁ ଆପଣ ଶୁଣନ୍ତୁ ଆପଣ ଯେକୌଣସି ଗୋଟେ ଜିନିଷ ଆପଣ କମେଡି କରନା କହିପାରନ୍ତି ହଁ କିନ୍ତୁ ଜଣକୁ ନାଁ ଧରିକି ଲାଙ୍ଗୁଏଜ ଟା କହିବା ସେଟା ବହୁତ ବଡ ଭୁଲ। ହଁ ବହୁତ ବଡ ଧରାଯାଉ ଆକ୍ଚୁଆଲି ମୁଁ ଏନେ ଗୋଟେ ସାଉଣ୍ଡ ର ନାଁ ଧରିକିନା କହିବି ହଁ ସେଟା ଭୁଲ ପ୍ରଥମେ ହଁ ତମେ ପ୍ରଥମ ଧରାଯାଉ ଆମେ ଅପରେଟର ତମକୁ ଇଣ୍ଡିକେଟ କଣ କହିଦେଲା ତମେ କୁହ କିନ୍ତୁ ହଁ ଲାଙ୍ଗୁଏଜ ଖରାପ କରନି। ହଁ ମୁଁ ପ୍ରଥମ କଥା କହୁଛି ଲାଙ୍ଗୁଏଜ ତମେ ଖରାପ କରନି ତାପରେ ବି ଏଇ ଯୋଉ କମେଣ୍ଟ ମାରାଟା ବର୍ତ୍ତମାନ କିନ୍ତୁ ଆଜି ଆକ୍ଚୁଆଲି ଡେଟରେ କମେଣ୍ଟ ହଁ ଏଇ ଯୋଉ କମେଣ୍ଟ ଫନି ଏଇ ଡାଇଲଗ ଯୋଉ କମେଣ୍ଟ ଯୋଉ କହୁଛନ୍ତି ଆପଣ ସେଇଟା ହଁ ଆକ୍ଚୁଆଲି କେତେ ଯୋଉ ଯୁକ୍ତି ବଜେଇବାଟା ଏବେକା ଏଇଟା ବି ଠିକ ନୁହେଁ ମୁଁ ତ କହୁଛି ଠିକ ନୁହେଁ କାହିଁକି ମୁଁ ଏଇ ଜିନିଷଟା ଆପଣଙ୍କୁ ଏଇନା କହିବା ପାଇଁ ଚାହୁଁଥିଲି ହୁଁ ଏଇ ହୁଁ ଯୋଉ କମେଣ୍ଟ କଥାଟା କାହିଁକି ନା ଏଇ ଛୋଟ ଛୋଟ କଥା ନେଇକିନା ଝଗଡା ସୃଷ୍ଟି ହଁ ହୁଏ ହଁ ଆକ୍ଚୁଆଲି ଜିନିଷଟା ଭାଇ ଛୋଟ ଛୋଟ ଯେମିତି କଥା ଚିମିଡ଼ି ନେଇକିନା ଖେଳରୁ ମହାଭାରତ ଭଳିଆ ହଁ ସେଇଭଳିଆ ଚିନ୍ତା ହିଁ ଆପଣଙ୍କର ଏଇ କିଛି ଏଇ ଛୋଟ ଛୋଟ କଥା ନେଇକିନା ଝଗଡା ହୁଏ ଏଇଟା ସମ୍ପୂର୍ଣ୍ଣ ବନ୍ଦ ହେଇଯାଉ କିଛି ଅସୁବିଧା ନାହିଁ ଆପଣ ଆପଣଙ୍କ ଗୀତ ବଜାନ୍ତୁ ଟ୍ରାକ୍ ବଜେଇକିନା ଯାଆନ୍ତୁ କିଛି ହଁ ଅସୁବିଧା ନାହିଁ ହଁ ହଁ ମୁଁ ବି ବର୍ତ୍ତମାନ କହୁଛି ଆପଣ ସେ ଯୋଉ ଫନି କମେଡି ହଉ ଯାହା ହଉ କିଏ ଧରାଯାଉ ମୁଁ ଇଗୋ ନେଇଯିବି ଯେ ହୁଁ କାହିଁକି ସେଇ ଜିନିଷଟା ବଜେଇଲା ହଁ ସେ ହଁ କହିବ ମୁଁ ଇଗୋ ନେବି ଜିନିଷଟା ଝଗଡା ହବ ତେଣୁ ହୁଁ କରି ହୁଁ କୌଣସି ଡାଇଲଗ ବନ୍ଦ କରି କୌଣସି ଡାଇଲଗ ନ ମାରି ହୁଁ ହୁଁ ଆପଣ କେବଳ ଗୀତ ବଜାନ୍ତୁ ଏବଂ ଟ୍ରାକ୍ ବଜାନ୍ତୁ ଟ୍ରାକ୍ ବଜାନ୍ତୁ ବହୁତ ବଢିଆ କଥା ଭାଇ ବାସ୍ ଅଲଗା ଜିନିଷ କିଛି ବଜାନ୍ତୁ ନାହିଁ। କିନ୍ତୁ ମୋ ମତରେ ଭାଇ ସେ ଆମେ ଯୋଉ ଜିନିଷଟା ପୁରା ଆମେ ସବୁ ଯୋଉ କମେଡିରୁ ଯୋଉ କଟ୍ କରନା ମାରୁଛନ୍ତି ହଁ 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 କାହାକୁ ହସିବା ହଁ ବି ଗୋଟେ ଜିନିଷ ହଉଛି ମାନେ ଗୋଟେ ପରିହାସ ଇଣ୍ଡିକେଟ କଲା କରିବା ଭଳିଆ କି ଇଗ୍ନୋର କରିବା କି ମାନେ ତଳକୁ ହଁ ଇଏ କରିବା ପାଇଁ ନିଚ ପରିହାସ ଦେଖିବା କରିଲା ପାଇଁ ଭଳିଆ ହୁଁ 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 ତେଣୁକରି ଆପଣ କମେଣ୍ଟ ମାରିବାଟା ମୁଁ ଆପଣଙ୍କୁ ପ୍ରଥମରୁ କହିଛି ଯେ କମେଣ୍ଟ ମାରିବାଟା ଆଉ କମେଣ୍ଟ୍ରି କରିବା ଭିତରେ ଦିଟା ବହୁତ ଫରକ ଅଛି। ଡିଫରେଣ୍ଟ ହଁ ନାଇଁ କମେଣ୍ଟ ଦେଖନ୍ତୁ ଦିଟା ଜାଗାରେ ମାରିବେ ଯିଏ ଭଲ ହାଇ କରେ ତାକୁ ହଁ ଭାଇ ବଢିଆ କଲ କି ଜଣେ ହଁ ଲୋ କରେ ତାକୁ କମେଣ୍ଟ ଦିଟା ହଁ ୱେ ରଖୁଛି ସେଟା କିନ୍ତୁ ସେଇ ସେଟା ଡିଫରେଣ୍ଟ ସେଟା ଟିକେ ଆପଣ ଅଲଗା ଜିନିଷ ସେଟା ହଁ କିନ୍ତୁ ହଁ ଫିଲ୍ଡ ଉପରେ ଯୋଉ କମେଣ୍ଟଟା ମାରିବା ଜିନିଷଟା ଆଜ୍ଞା ସେଟା ହଉଛି ମାନେ ଅଲଗା ଟାଇପ ର ଜିନିଷ ହଁ ମୁଁ ହଁ ଆପଣଙ୍କୁ ପ୍ରଥମରୁ କହିଦେଇଛି ହୁଁ 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 ଜଣେ କମେଣ୍ଟ୍ରି କଲେ ଲୋକ ତାଳି ମାରନ୍ତି ହଁ ଆଉ ହଁ ଜଣେ ହଁ କମେଣ୍ଟ ମାରିଲେ କଣ ଲୋକ ଚାପର ହଁ ମାରନ୍ତି ଚାପଡ଼ ମାରନ୍ତି ଗାଳି ଦିଅନ୍ତି ସବୁ ସେଇ ଜିନିଷ ଜିନିଷଟା ହୁଁ ହୁଁ ଗାଳି ଦେବେ ତେଣୁକରି ସେଇ ଜିନିଷଟା ବନ୍ଦ କରାଯାଉ। ନାଇଁ କିନ୍ତୁ ଆକ୍ଚୁଆଲି ମୂଳ କାରଣ ଏହାର ହଉଛି ମୁଁ ଯାହା ଦେଖୁଛି ଷ୍ଟଡି କରି ସବୁ ବାର ଭିଡିଓ ଦେଖିକି ବି ମୁଁ ନିଜେ ପ୍ରୋଗ୍ରାମ ଦେଖିକି ବି ହୁଁ ଆକ୍ଚୁଆଲି ଯୋଉ ଫନି କମେଡି ହଉଛି ନା ଛୋଟ ଛୋଟ କମେଣ୍ଟ ରୁ ହିଁ ବଢି ହଉଛି ଯେ କଥାଟା ବାସ୍ ସେଇ ଜିନିଷଟା ଯେମିତି କି ମୁଁ ଆପଣ ମୋ ବାଳନା ମୋ ଜିଗୋଡ ହାଣିଦେବି ଏଇ ସବୁ ହଁ ଯୋଉ ଡାଇଲଗ ହଁ ଗୁଡା ଏଇଟା ଲୋକଙ୍କୁ ବି ସେଇ ହିଟ୍ କରିବ ଶୁଣନ୍ତୁ ସେଥିପାଇଁ ସେମାନେ ସେଇ ବାଟେଇକି ଜିନିଷଟା ଶୁଣନ୍ତୁ ହୁଁ ହୁଁ ଆକ୍ଚୁଆଲି ଛୋଟ ଜିନିଷରୁ ଝଗଡାଟା ଷ୍ଟାର୍ଟ ହୁଏ ଆଜ୍ଞା ଆମେ ସେଇ ଛୋଟ ଜିନିଷଟା ନ କଲେ ଆମର କଣ ଅସୁବିଧା ହଉଛି ହଁ 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 ଆମେ ସେଇ ଛୋଟ ଜିନିଷଟା ପୁରା ବନ୍ଦ କରିବନି କରିଦବା ଯଦି ବନ୍ଦ କରିଦବା ସେ ଜିନିଷ ତ ବନ୍ଦ ହେଇଗଲା ଆଉ ଝଗଡାର ଚାନ୍ସ ହିଁ ନାହିଁ ଚାନ୍ସେସ୍ ହିଁ ନାହିଁ ସେଇଟା ତ ବହୁତ ବଢିଆ କଥା ଭାଇ କମ୍ପିଟିସନର ବି ଚାନ୍ସ ହିଁ ନାହିଁ ଆମର ପ୍ରଥମ ମୋଟିଭ ହେଲା ଆମେ ଡାଇରେକ୍ଟ ଆମେ ଟୋଟାଲ ଏଚଏଫ ଲାଇନ ଟୋଟାଲ କାଟି ଦିଅନ୍ତୁ ଆଜ୍ଞା
ସାଇଡ କୁ ଯୋଉ ଆମେ ଲଗାଉଛନ୍ତି ତମେ ଗାଡି ଭିତରେ ଲଗେଇକିନା କେତେ ବଜଉଛ ବଜାଅ। ହଁ ଏମିତି ଯେମିତି ରୁଲ ଅଛି ବି ଏପଟେ ଆମର ସପୋଜ ପିପିଲ ସେଟ୍ ରେ ବି ଅଛି, ଭୁବନେଶ୍ୱର ସେଟ୍ ରେ ବି ତମେ ଗାଡି ଭିତରେ 10ଟା 20ଟା 15ଟା 25ଟା ଗାଡି ଭିତରେ 30ଟା ଯାହା ଗାଡି ଭିତରେ ହେଲା ତମେ ଲଗ, କିନ୍ତୁ ଗାଡି ବାହାରକୁ ନାହିଁ, ତମେ କେତେ ବଜଉଛ ବଜାଅ, କିଛି ଅସୁବିଧା ନାହିଁ। ଆଗରୁ ପୁଣି ଆର ବର୍ଷ ଗଣେଶ ପୂଜା ଭାଇ ବଢିଆ ହେଇଥିଲା, ସବୁଠୁ ନମ୍ବର 1 ଭାଇ। ଆମେ ଯାଉଛନ୍ତି ଲୋକଙ୍କୁ ନଚେଇବା ପାଇଁ, ତ ଆମେ ଏଣ୍ଟରଟେନମେଣ୍ଟ ହିଁ କରେଇବା। ହଁ ଏମିତି ସିନ୍ ଆମେ କ୍ରିଏଟ କରିବାନି କି ଯୋଉଥିପାଇଁ କି ବହୁତ ବଡ କଣ୍ଟ୍ରୋଭର୍ସି ହେଇଯିବ। ସେଇ ଜିନିଷଟା ଗଣେଶ ପୂଜାରେ ଆମେ ଆର ବର୍ଷ ପ୍ରୋଗ୍ରାମ କଲେ ବହୁତ ବଢିଆ ହେଲା, କିଛି କମ୍ପ୍ଲେନ ଆସିଥିଲା କିଛି ନାହିଁ। ବର୍ତ୍ତମାନ ଆଗକୁ ବି ଗଣେଶ ପୂଜା ଆସୁଛି, ଏଇ ଜିନିଷଟା ତ ହେଲେ ତ ଆସ୍ତେ ଆସ୍ତେ ସବୁ ଜିନିଷ ବନ୍ଦ ହେଇଯିବ। ନା ଏକ୍ଚୁଆଲି ଭାଇ ଏଇ ଜିନିଷର ମୁଁ ଷ୍ଟେପ ନେଲି ଏଥିପାଇଁ କି ଆଗକୁ ଗଣେଶ ପୂଜା ଆସୁଛି, ବହୁତ ସାରା ଆମର ବି ନିଜ ଭାଇ ମାନଙ୍କର ସେଟଅପ ଅଛି, ବହୁତ ସାରା ଲୋକମାନେ ଶୁଣନ୍ତୁ ବର୍ତ୍ତମାନ ଆଗକୁ ଯେତେ ଗଣେଶ ପୂଜା କଲ ଧରିଛି, ମୁଁ 25 ତାରିଖ ପର୍ଯ୍ୟନ୍ତ ଧରିଛି, କହିଲେ ବି ବର୍ତ୍ତମାନ ଆପଣଙ୍କୁ କଲ ଲିଷ୍ଟ ପଠେଇଦେବି। ମୁଁ କୋଉ ଗୋଟେ ବି ଆପଣଙ୍କୁ ଡାଇରେକ୍ଟ ନମ୍ବର ବି ଅଛି, ସେଥିରେ ମୋବାଇଲ ନମ୍ବର ଆପଣଙ୍କୁ ପଠେଇଦେବି, ମୋବାଇଲ ନମ୍ବର ସହିତ ବି ଆପଣ ପାର୍ଟି ବାଲାକୁ ଫୋନ କନା, ବର୍ତ୍ତମାନ ମୁଁ ଲାଇନ ରେ ଥିବି ମୁଁ ପଠେଇ ଦଉଛି, ଆପଣ ପାର୍ଟି ବାଲାକୁ ଫୋନ କନା ପଚାରିବେ ବି ମୁଁ କୋଉ ଗୋଟେ କମ୍ପିଟିସନ କଲ ରଖିବି। ଲୋକ ଆଡଭର୍ଟାଇଜମେଣ୍ଟ ଛାଡୁଛନ୍ତି, ଭାଇ ଏଇଠି କମ୍ପିଟିସନ ଅଛି ସେଇଠି କମ୍ପିଟିସନ, ସେ ଲୋକଙ୍କର କାମ ସେ ତାଙ୍କର କରିବେ, କିନ୍ତୁ ତାଙ୍କୁ ତ ଆମେ କେବେ ବନ୍ଦ କରିପାରିବା ନାହିଁ, ଯେହେତୁ ସେ ଆମର କଷ୍ଟମର। ତେଣୁକରି ଆମେ ସେଇ ଜିନିଷଟା ବନ୍ଦ କରିପାରିବାନି, ତେଣୁକରି ଆମେ ନିଜେ ସଜାଗ ହବା କମ୍ପିଟିସନ ଟା ବନ୍ଦ କରିବା ପାଇଁ। ଶେଷରେ ଭାଇ ଆପଣ କଣ କହିବେ ଏଇ ରିଲେଟେଡ୍? ଏଟା ମାନେ ଆପଣ ସମ୍ପୂର୍ଣ୍ଣ ବନ୍ଦ ହବାଟା ଭଲ, ସମ୍ପୂର୍ଣ୍ଣ ବନ୍ଦ ହବାଟା ଭଲ ମୋ ମତରେ। ମୁଁ ଲୋକମାନଙ୍କୁ କଲ ରେ କହିବାକୁ ଚାହୁଁଛି ଯେ କମ୍ପିଟିସନ ନା ସମ୍ପୂର୍ଣ୍ଣ ବନ୍ଦ କରିବାଟା ଭଲ। ୱିଥ୍ ଫନି ଡାୟଲଗ ବି ଅଲସୋ, ଫନି ଡାୟଲଗ ବନ୍ଦ କରନ୍ତୁ, କମ୍ପିଟିସନ ବନ୍ଦ କରନ୍ତୁ। ଛୋଟ ଛୋଟ ପିଲାମାନେ ଦେଖୁଛନ୍ତି ୟୁଟ୍ୟୁବ ରେ, ଭାଷା ବି ବନ୍ଦ କରନ୍ତୁ। ନିଜ ନିଜ ଅପରେଟର କୁ ଏତିକି ଗାଇଡ କରନ୍ତୁ ଯେ ଭାଷାଟା ଯେମିତି ଉପରକୁ ନ ଯାଉ। ଆପଣଙ୍କର ପେନ ଡ୍ରାଇଭ ଯେତେବେଳେ ଦେବେ ଫନି କମେଡି ବି ଦିଅନ୍ତୁ ନାହିଁ, ଆପଣ ଡାଇରେକ୍ଟ ଗୀତ ଦିଅନ୍ତୁ, ଗୀତ ବଜାନ୍ତୁ, ଟ୍ରାକ୍ ବଜାନ୍ତୁ। ସେଟା ବି ଅପରେଟର କାମ ବି ଯେ ନିଜେ ଯେତେବେଳେ ପେନ ଡ୍ରାଇଭ କ୍ଲବ୍ କୁ ମିଳୁଛି ଶୁଣିକି ଯଦି ବି ଆପଣଙ୍କର ଗୀତ ମଝିରେ ବି କୌଣସି ଡାୟଲଗ ବି ଅଛି, ତାକୁ ଆପଣ ଫରୱାର୍ଡିଂ କରିଦିଅନ୍ତୁ, ନହେଲେ ଆପଣ ଫିଲ୍ଟର ୟୁଜ କରିଦିଅନ୍ତୁ, ନହେଲେ ତାକୁ କାଟିକିନା ଆଗରୁ ତାକୁ କାଟି ଦିଅନ୍ତୁ, ଫିଲ୍ଟର ୟୁଜ କଲେ ବି ଶୁଣାଯିବ। ତେଣୁକରି ତାକୁ ଡାଇରେକ୍ଟ କାଟିକିନା ଆପଣ ଡାଇରେକ୍ଟ ଗୀତ ବଜାନ୍ତୁ, କିଛି ଅସୁବିଧା ନାହିଁ। ଆପଣ ସବୁବେଳେ ସେଇ ଗୀତଟା ବଜଉଛନ୍ତି, କୋଉଠି ଡାୟଲଗ ଟା ଅଛି ଆପଣ ଜାଣିଥିବେ। ଅର୍ଜେଣ୍ଟ ଟାଇମ୍ ହେଲା ଆପଣ ଜାଣିଲେ ବି ସେଠି ଫେଡର ଅଫ୍ ବି କରିପାରିବେ କିଛି। କଣ କହିଲେ? ମୁଁ କହିଲି ସେଠି ଅର୍ଜେଣ୍ଟ ଟାଇମ୍ ରେ କିଛି ହେଲା କି କ୍ଲବ୍ ପିଲା ଆପଣଙ୍କୁ ଦେଲେ ସେ ଗୀତ କିଛି ଡାୟଲଗ ଅଛି, ଆପଣ ଚାହିଁଲେ ସେଠି ଫେଡର ବି ଅଫ୍ ବି କରିପାରିବେ। ହଁ ଫେଡର ଅଫ୍ କରିଦେବେ, କିଛି ଅସୁବିଧା ନାହିଁ। ସେଇ ଟାଇମ୍ ରେ ଫେଡର ଅଫ୍ କରନା ଅଲଗା ଗୀତ ବଜେଇଦେବେ। ଶୁଣନ୍ତୁ ଜଣେ ଅପରେଟର ମାନେ ସେ ସବୁ ଚାହିଁଲେ ସବୁ ହେଇପାରିବ, କିଛି ଅସୁବିଧା ନାହିଁ। ଅପରେଟର ବି ବିନା ଅନରରେ କିଛି ସେମାନେ, ମୁଁ ଯେତିକି ଜାଣିଛି କି ସେମାନେ କିଛି ଷ୍ଟେପ ନେବେନି ଅଲଗା ହାର୍ଡ ଏଇ ସବୁ ଜିନିଷ। ହଁ କିନ୍ତୁ ଦେଖନ୍ତୁ ସେଇଦିନ ଫିଲ୍ଡ ରେ ମୁଁ ବି ଥିଲି, ଲୋକମାନେ ବି ଦେଖିଥିବେ। ମୁଁ ଯେତେବେଳେ ଗାଡି ଆଗୁଆଡେ ଥିଲି, ମୁଁ ବି ଅପରେଟରକୁ ମୁଁ ଯଦି ଏଇ ଜିନିଷଟା ଶୁଣିଥାନ୍ତି, ମୁଁ ତାକୁ ପ୍ରଥମେ ବି ମନା କରିଥାନ୍ତି। ଯେହେତୁ ଅପୋଜିଟ ଜଣେ କହୁଛି, ତାପରେ ନେକ୍ସଟ ଟାଇମ୍ ମୁଁ ତାକୁ ମନା କରିଛି ଯେ ଟୋଟାଲ ଅଲଗା କିଛି କୁହନି, ତମେ ଗାଡି ନିଅ। କାହିଁକି ମୁଁ ବି ମାଇକିଂ ରେ ମୁଁ ନିଜେ ମାଲିକ ହିସାବରେ ମୁଁ ନିଜେ ଯାଇଛି, ଏଇ କମ୍ପିଟିସନ ଯୋଉ ଫିଲ୍ଡ ଉପରେ ଯୋଉ ଜିନିଷଟା ହେଲା, ମୁଁ ନିଜେ ମାଇକିଂ ରେ ଯାଇକିନା କହିଲି ଭାଇ ଗାଡି ଯାହାର ଅସୁବିଧା ହେଇଛି, ଗାଡି ଯାହାର ଫସିଛି, ଭାଇ ସାଉଣ୍ଡ ଟି ବନ୍ଦ କଲେ ଆମେ ଗାଡିଟି ଗଡେଇବୁ। ଆପଣ ୟୁଟ୍ୟୁବ ରେ ବି ଶୁଣି, କଣ କହିଲେ? ସାଉଣ୍ଡ ବାଜିବ ଆମେ ଗାଡି ଗଡେଇବା କେମିତି? ମୁଁ ସେଇ ଜିନିଷଟା କହିଛି, ଆରେ ଭାଇ ତମର ଯଦି ଗାଡିଟା ଅସୁବିଧାରେ ଅଛି, ଠିକ ଅଛି, ମୁଁ ବି ମାଲିକ ଜଣେ ଜାଣିଛି, ତମେ ସାଉଣ୍ଡ ଟା ବନ୍ଦ କରିଦଉନ, ଗାଡିଟା ଆଗକୁ ନବା। ତମର 2 ନମ୍ବରରେ ଥିଲା, ମୋର 3 ନମ୍ବର ଥିଲା, ମୁଁ ତମକୁ କ୍ରସ କରିନା ଯିବି କି? ଯିବିନି। ଯେହେତୁ ତମ ଗାଡିଟା ଫସିଛି, ମୁଁ କ୍ରସ କରିନା ଯିବି। କଷ୍ଟମର ବି କହୁଛନ୍ତି କ୍ରସ କରିନା ଆମେ ଯିବା। ଯଦି ଆପଣଙ୍କର ଗାଡିଟା ଫସିଛି, ଆପଣ ଯଦି ଆମ ଗାଡି ବାଜିକିନା ଆସିଲା, ଆପଣ କାହିଁକି ସାଉଣ୍ଡ ବଜଉଥିଲେ? ସାଉଣ୍ଡ ବନ୍ଦ କରିଦେବେ। ଯଦି ଆମ ଅପରେଟର ଗୋଟେ କି ଯୋଡେ ଗୀତ ବଜେଇଥାନ୍ତା, ସେ ତ ଅଟୋମେଟିକ ଯାଇଥାନ୍ତା। ଆପଣ କାହିଁକି ଗାଡିରେ ଗୀତଟା ବଜଉଥିଲେ? କାହିଁକି ଟ୍ରାକ୍ ମାରୁଥିଲେ? ଆପଣଙ୍କର ଯଦି କମ୍ପିଟିସନ କରିବାର ମୋଟିଭ ନଥିଲା, କାହିଁକି ବଜଉଥିଲେ? ନା ମୁଁ ସେଠି ବାଧ୍ୟ ହେଲି ବଜେଇବା ପାଇଁ। ଆରେ ଭାଇ ବାଧ୍ୟ ହେଲେ କଣ, ଯଦି ଜଣେ ସାଉଣ୍ଡ ବାଲା ଆସୁଛି, ଆପଣଙ୍କ ଗାଡି ଥିବ, ମୁଁ ବଜେଇକିନା ଆପଣଙ୍କ ସାଇଡ ରେ ଯିବି ନା ବନ୍ଦ କରିନା ଯିବି? ଆପଣ ରନିଂ ରେ ଅଛନ୍ତି, ଆପଣଙ୍କର ବଜେଇ ପଳେଇବେ, ଆପଣ ଯିବେ, ବାସ୍ ଅଟୋମେଟିକ ଯିବି। ବନ୍ଦ କରିକି ରହିବେ।
ସେମିତି ବି ଆପଣ clean ହେଇଥିଲେ ହିଁ ଆପଣ ମୁଁ ଭିଡିଓ କ୍ଲିପ ରେ ବି ଦେଖି ନାହାନ୍ତି ଗାଡିରେ ଆପଣ ଦେଖିବେ ମୁଁ ଗାଡି ଆକୁ ନେଇଥିଲି ପରେ ପୁଣି ବାଧ୍ୟ ହେଇକିନା ପଛକୁ ଆଣିଛି ହଁ ହଁ ସେଟା actually ଜଣା ପଡୁନି ବଟ୍ ଲାଗୁଛି ସାଉଣ୍ଡ ରୁ କି ହଁ ଆଗ ପଛ ହେଇଛି। ପଛକୁ ଆସିଲା କଣ ପାଇଁ ଆସିଲା ସେଇ ଜିନିଷଟା ଜାଣିବା ଦରକାର। ଆରେ ଭାଇ ମୁଁ ତ ଆଗକୁ ଗଡେଇକିନା ନଉଥିଲି ସାଉଣ୍ଡ ବଜେଇକିନା ତମେ ସାଉଣ୍ଡ ଅନ୍ କରନା ବଜେଇବାର ମୋଟିଭ କଣ ତମର? ଓହୋ ଆଚ୍ଛା ଆଚ୍ଛା ସେଥିପାଇଁ ଆପଣ ପଛକୁ ନେଲେ। ସେଇ ଜିନିଷଟା ଶୁଣନ୍ତୁ ଭିଡିଓରେ ସବୁ ଜିନିଷ ଆସିନି ଆପଣ ଯୋଉମାନେ ରିଏଲ ସେଠି ଥିଲେ ଆଜ୍ଞା ସେମାନେ ଦେଖିଛନ୍ତି। ନାଇଁ ଆକ୍ଚୁଆଲି କେମିତି ବହୁତ ସାରା ଛୋଟ ମୋଟ ଅଛନ୍ତି ବି ମାନେ ଅଛି ପକେଇଛନ୍ତି ଶୁଣନ୍ତୁ ସେଗୁଡାକୁ ସିଏ ଯାହା ବି ହେଇଯାଇଛି ଆଜ୍ଞା ସେଇ ସେଗୁଡାକୁ ଜିନିଷକୁ ଆମେ ଆଉ କଥା ହେଇକି ପଛକୁ ଲାଭ ନାହିଁ। ହଁ ସେଇ ଜିନିଷକୁ ଆମେ ଆଉ ମାନେ ଅଳିଆ କରିବା ପାଇଁ ଚାହିଁବାନି ଆଗକୁ କେମିତି ଆମର ପୂଜା ହଁ ଭାଇ ଏଇ ସିଜନରେ ଗୋଟେ କଥା ଚାଲିବ ଯେ ଆମେ ଆଗକୁ କେମିତି ସଂସ୍ଥା ନେଇକି ଚଲେଇ ପାରିବା ଯେମିତି କି ଆମର ଚଲେଇବା ସେଇ ଜିନିଷଟା ଆମେ ଚିନ୍ତା କରିବା। ହଁ ୟା ପୂର୍ବରୁ ମୁଁ ସେମାନେ କହିଥିଲେ ଯେ ଆମ ପାଇଁ 5,000 ପିଲା ଯୋଡୁଛନ୍ତି ତ ସେମାନଙ୍କୁ ବି ଆମେ ଭାବିବା ଦରକାର ଯେ ହଁ ଆମେ ମେମ୍ବର୍ସ ନିହାତି କେମିତି ନିହାତି କରିବୁ। ନିହାତି ଦେଖନ୍ତୁ ଶୁଣନ୍ତୁ ଆମେ ମାଲିକ ହିସାବରେ ଆମେ ମାଲିକ ହିସାବରେ ରହିବା ପିଲା ସେ ତାଙ୍କ ହିସାବରେ ରହିବେ ହଁ ଅପରେଟର ତାଙ୍କ ହିସାବରେ ରହିବେ। ଆଜ୍ଞା ଶୁଣନ୍ତୁ ଆମେ ମାଲିକ ହିସାବରେ ସବୁବେଳେ ଗାଇଡ କରିବା ଯେ ପିଲାଙ୍କୁ ଯେ ଏଇ ଜିନିଷଟା ଯେମିତି ନ ହଉ ହଁ ଏଇ ଜିନିଷ ଭଲ ନୁହଁ ଯୋଉ ଜିନିଷ ଭଲ ସେଇ କାମ କର ଖରାପ ସେଇ କାମଟା ଜିନିଷଟା ଆଭଏଡ କାମ କର। ତେଣୁକରି ଆମେ ଆଗକୁ ସମସ୍ତେ ଚଳିବା ସମସ୍ତଙ୍କର ପରିବାର ଅଛି। ଆମଠୁ ଅଲରେଡି ବି 10ଟା କୋଭିଡ ଟାଇମରେ ପରିବାର ଆମେ ଚଳୁଛନ୍ତି। ଜାଣିଛନ୍ତି ଯେ ଆମ ସିଚୁଏସନ କଣ ହେଇଥିଲା କେତେ କଷ୍ଟରେ ଚାଲିଛି ସିଷ୍ଟମ ହଁ ସେଟା ଆମେ ନିହାତି ଅଲରେଡି ଶୁଣନ୍ତୁ ଦେଖୁଛନ୍ତି। କୋଭିଡ ଟାଇମରେ ଆପଣ ବି ଷ୍ଟ୍ରଗଲ କରିଥିବେ ଆମେ ବି ହୁଁ ହୁଁ ଷ୍ଟ୍ରଗଲ କରିଛୁ ସମସ୍ତେ ଷ୍ଟ୍ରଗଲ କରିଛନ୍ତି ହଁ ଛୋଟ ବଡ ସମସ୍ତଙ୍କୁ ବି ସମସ୍ତେ ସମସ୍ତେ କରିଛନ୍ତି। ହଁ ତେଣୁକରି ଯଦି ଏଇ ଜିନିଷଟା ବନ୍ଦ ହବ ବନ୍ଦ ହେଲେ ଆପଣ ସମସ୍ତେ ଦୌଡିବେ ଏଠିକି ହଁ ହଁ ତ ଦୌଡୁଛନ୍ତି ଟାଇମ ୱେଷ୍ଟ ଏଇ ଆପଣଙ୍କର ତେଣୁକରି ସମୟ ଥିବା ପୂର୍ବରୁ କାହିଁକି ଆମେ ଏଇ ଜିନିଷଟା କରିବାନି। ଆଜ୍ଞା ଠିକ ଅଛି ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ ଏତିକି କଥା କହିଛନ୍ତି ଯାହାକୁ ମୁଁ ଥ୍ୟାଙ୍କ ୟୁ ଏତିକି ବି ଆପଣ ମୋ ଇଏରେ ସମସ୍ତଙ୍କୁ ଅନର ମାନଙ୍କୁ ଆଉ ସାଉଣ୍ଡ ଅପରେଟର ମାନଙ୍କୁ କହିବି କି ହଁ ଏଇ ଫନି ଡାଇଲଗ ହଉ କିମ୍ବା କମ୍ପିଟିସନ ହଉ କିମ୍ବା ଏଇ ଭାଷା କେବେ ବି ୟୁଜ କରନ୍ତୁ ନାହିଁ। ଯଦି କି ସମ୍ପୂର୍ଣ୍ଣ ୟୁଜ ବନ୍ଦ କରୁଛନ୍ତି କରନ୍ତୁ। ସାଇଡ ରେ ବନ୍ଦ ହଁ କରନ୍ତୁ ସେ ଗାଡିକୁ ବନ୍ଦ କରନ୍ତୁ ସେ ଅନରକୁ କିମ୍ବା ଅପରେଟରକୁ ସେଇ ଜାଗାରେ ହିଁ ପନିଶମେଣ୍ଟ କରନ୍ତୁ। ହଁ ମାନେ ଇଏ ନୁହଁ କି ଭୁଲ ମାଗୁ କି କଣ କରୁ ଏଇ ଜିନିଷ ନାଇଁ ଭୁଲ ମାଗିବାର ଜିନିଷଟା ଏଠି କିଛି ନାହିଁ ଯାହା ହଁ ହେଇଯାଇଛି ଯଦି ଏଇ କିଛି ଆଗ ହାର୍ଡ ଭାଷା ୟୁଜ କରୁଛନ୍ତି ଏଇ ସବୁ ହଁ ରିଲେଟେଡ ଯୋଉଟା କି ହଁ ଚିନ୍ତା ଆଗକୁ ହେଇଯାଇଛି ସେ ଜିନିଷ ନ ହଉ ଭୁଲ ମାଗିବା ଟୋଟାଲ ଯାକେ ନ କାହିଁକି ହବାଟା ଆମେ ହିଁ ଯିବା। ବେଟର। ହଁ ଭାଇ ଭୁଲ ମାଗିବା ଯାଏ କାହିଁ ଯିବା ଆମେ ଆଗରୁ ପୁରା ସମ୍ପୂର୍ଣ୍ଣ ତାକୁ ବନ୍ଦ ପୁରା କରିଦବା। ବନ୍ଦ ହିଁ କରିଦବା ବାସ୍ ବେଟର ଭାଇ ଆଜ୍ଞା ବହୁତ ବଢିଆ କଥା କହିଛନ୍ତି ଭାଇ ହଉ ଥ୍ୟାଙ୍କ ୟୁ ଭାଇ ରହିଲି ଭାଇ ଥ୍ୟାଙ୍କ ୟୁ। ଆଜ୍ଞା।